ନଦୀରେ ବୁଡ଼ି ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ। ଜକଡ଼ିଆ ଖରସ୍ରୋତା ନଦୀରେ ବୁଡ଼ି ଏଚ୍ଡିଏଫ୍ସି ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଅନ୍ୟପଟରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଆଜି ଯାଜପୁର ରୋଡ୍ ଏଚ୍ଡିଏଫ୍ସି ବ୍ୟାଙ୍କର ବରିଷ୍ଠ ଅଧିକାରୀ ସଂଗ୍ରାମ କୁମାର ଦାସ ସାଙ୍ଗମାନଙ୍କ ସହିତ ହୋଲି ଖେଳିଥିଲେ ଏବଂ ହୋଲି ଖେଳିସାରିବା ପରେ ଗାଧୋଇବା ପାଇଁ ଜାକଡ଼ିଆ ଖରସ୍ରୋତା ନଦୀକୁ ଯାଇଥିଲେ। ଗାଧୋଇବା ବେଳେ କୌଣସି କାରଣରୁ ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ଯାଇଥିଲେ। ଏହାକୁ ଦେଖି ସାଙ୍ଗମାନେ ତାଙ୍କୁ ପାଣିରୁ ଉଦ୍ଧାର କରି ଚିକିତ୍ସା ପାଇଁ ଯାଜପୁର ରୋଡ୍ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବର୍ତ୍ତମାନର ବଡ଼ ଖବର ରହୁଛି, ହୋଲି ହେଲା କାଳ, ଚାଲିଗଲା ଏଚ୍ଡିଏଫ୍ସି ବ୍ୟାଙ୍କ ବରିଷ୍ଠ ଅଧିକାରୀଙ୍କ ଜୀବନ। ପୋଲିସର ତଦନ୍ତ ଆରମ୍ଭ କରାଯାଇଛି। ସୂଚନା ଅନୁଯାୟୀ ଯାଜପୁର ରୋଡ୍ ଏଚ୍ଡିଏଫ୍ସି ବ୍ୟାଙ୍କର ବରିଷ୍ଠ ଅଧିକାରୀ ସଂଗ୍ରାମ ଦାସ ସାଙ୍ଗମାନଙ୍କ ସହିତ ହୋଲି ଖେଳିଥିଲେ। ହୋଲି ଖେଳ ସରିବା ପରେ ଗାଧୋଇବା ପାଇଁ ଜକଡ଼ିଆ ଖରସ୍ରୋତା ନଦୀକୁ ଯାଇଥିଲେ। ତେବେ ସେଠାରେ ଗାଧୋଇବା ବେଳେ କୌଣସି କାରଣରୁ ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ଯାଇଥିଲେ। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଯାଜପୁର ରୋଡ୍ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ ମଧ୍ୟ ଡାକ୍ତର ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଯାଜପୁରରୁ ପ୍ରଶାନ୍ତ ନାୟକ ରିପୋର୍ଟ, ନ୍ୟୁଜ୍ 18+।